ଓହୋ! ଘରେ ପହଞ୍ଚିଗଲି। ଏବେ ଟିକେ ଶାନ୍ତି। ଓଃ! ଆରେ ଗୀତା, ଆରେ ପାଣି ଗ୍ଲାସଟେ ଦିଅ ଟିକେ। ଆରେ ଗୀତା, ଆରେ ମୁଁ କଣ କହୁଛି ଶୁଭା ଯାଉଛି ନା ନାଇଁ? ହେ ମୋବାଇଲରେ ପଶିଛ। ଆରେ କଣ କହୁଛ? ଆରେ ଗୋଟେ ଗ୍ଲାସ ପାଣି ମାଗୁଛି। ଆରେ ଗୋଟେ ଗ୍ଲାସ ପାଣି ତମେ ନିଜେ ଆଣିକି ପିଇ ପାରିବ ନା? ଆରେ ଶୁଣୁଛ, ମୁଁ ଗୋଟେ ଶାଢୀ ଅର୍ଡର କରିଥିଲି, ମତେ 5,000 ଟଙ୍କା ଦେଲ। ଆରେ ଏବେ ନା ଅସୁବିଧା ଅଛି, ପରେ ଶାଢ଼ୀ ଆଣିଲେ ହବନି? ଥାଉ, ଦରକାର ନାହିଁ। ନିଜ ସ୍ତ୍ରୀର ଗୋଟେ ଇଚ୍ଛା ପୂରଣ କରିପାରୁନାହାନ୍ତି। ହୁଁ। ଏଇ କାହାଣୀ ଏମିତି କିଛି ହେଇଥାନ୍ତା ତ? ଗୀତା, ପାଣି ଟିକେ ଆଣିଦ। ଆପଣଙ୍କ ସେବାରେ ମୁଁ ସବୁବେଳେ ହାଜିର। ଶୁଣ, ମୁଁ ନା ଗୋଟେ 600 ଟଙ୍କାର ଶାଢୀ ଅର୍ଡର କରିଥିଲି। ଉଁ, ଏବେ ଆରେ ମୁଁ ନା ମଜାକରେ କହୁଥିଲି। ଉଁ, ହଉ, ତମେ ଯଦି ଅର୍ଡର କରିଦେଇଛ ତାହେଲେ କନଫର୍ମ କରିଦିଅ, ମୁଁ ଆଡଜଷ୍ଟ କରିଦେବି। ମୁଁ ଖାଲି ମୋବାଇଲରେ ଏମିତି ସେଭ୍ କରିଦେଇଥିଲି, ଅର୍ଡର କରିନି। ଏ ମାସରେ ଛାଡିଦେଲି, ଆର ମାସରେ ଜମା ଛାଡିବିନି, ଯେମିତି ହେଲେ ନେବି। ଗୋଟେ ପୁଅର ଦିନ ଯାକର ପରିଶ୍ରମ ତା ସ୍ତ୍ରୀ ମୁହଁରେ ଛୋଟ ଗୋଟେ ହସ ଦେଖିଦେଲେ ତା ଦୁଃଖ କୁଆଡେ ଦୂରେଇ ଯାଏ।